डिजिटल मीडिया जीटीवी भारत ओडियार सप्तम वार्षिक उत्सव अनुष्ठित। रायगढ़ जिला ओडिशा डिजिटल न्यूज टीवी चैनल जीटीवी सप्तम वार्षिक उत्सव स्थानीय लायंस क्लब ठारे अनुष्ठित होईछि। एही ओडिया डिजिटल चैनल मुख्य संपादक श्री रामदास लिमा सभापतित्व अनुष्ठित होईछि। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପୂର୍ବତନ ଡିସିସି ସଭାପତି ତଥା ରାଜ୍ୟ ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ସପ୍ତଗିରି ଶଙ୍କର ଉଲ୍ଲାକା ମାନ୍ୟବର ସାଂସଦ କୋରାପୁଟ ଲୋକସଭା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିଜିଟାଲ ମିଡ଼ିଆ ସମ୍ପର୍କରେ ନିଜ ବକ୍ତବ୍ୟ ରଖିବା ସହ ଜିଟିଭି ଭାରତ ଓଡ଼ିଆର ଉତ୍ତରୋତ୍ତର କାମନା କରିଥିଲେ। ସମ୍ମାନିତ ଅତିଥି ରୂପେ ଆପାଲସ୍ୱାମୀ କାଡ୍ରାକା ବିଧାୟକ ରାୟଗଡ଼ ଯୋଗଦେଇ ନିଜ ବକ୍ତବ୍ୟରେ କହିଲେ, ଗଣମାଧ୍ୟମ ପ୍ରତିନିଧି ତଥା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସରକାର ଅବହେଳା ନ କରି ତାଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ଉଚିତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲାର ବରିଷ୍ଠ ଓ ବୟୋଜ୍ୟେଷ୍ଠ ସାମ୍ବାଦିକ ଶ୍ରୀ ବାଦଲ କୁମାର ତା ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀ ଅବିନାଶ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ, ଡିଜିଟାଲ ଯୁଗ ତଥା ଡିଜିଟାଲ ମିଡ଼ିଆ ଆସିବା ପରେ ପ୍ରିଣ୍ଟ ମିଡ଼ିଆ ଓ ଇଲେକ୍ଟ୍ରୋନିକ ମିଡ଼ିଆର ଚାହିଦା ଉପରେ ପ୍ରଭାବ ପକାଇଛି। ପ୍ରିଣ୍ଟ ମିଡ଼ିଆରେ କୌଣସି ଖବର ପ୍ରକାଶ ନିମନ୍ତେ 12ରୁ 24 ଘଣ୍ଟା ସମୟ ଲାଗୁଥିବା ବେଳେ ଇଲେକ୍ଟ୍ରୋନିକ ମିଡ଼ିଆ ପାଇଁ 2ରୁ 4 ଘଣ୍ଟା ଲାଗୁଛି। କେତେକ ସ୍ଥଳରେ ଯଥା ସିଧା ପ୍ରସାରଣ ବ୍ୟତୀତ ବିଳମ୍ବ ହେଉଛି। କିନ୍ତୁ ଡିଜିଟାଲ ମିଡ଼ିଆ ସୋସିଆଲ ମିଡ଼ିଆ ତ୍ୱରିତ ମାର୍ଗରେ ଖବର ପ୍ରସାରିତ ହୋଇଯାଉଛି। କିନ୍ତୁ ଇଲେକ୍ଟ୍ରୋନିକ ମିଡ଼ିଆ ଟିଆରପି ଏବଂ ଡିଜିଟାଲ ଓ ସୋସିଆଲ ମିଡ଼ିଆ ଭିଉଅର୍ସ ପଛରେ ଧାଇଁବା ଫଳରେ ବେଳେବେଳେ ଖବରଟିକୁ ଅତିରଞ୍ଜିତ କରାଯାଉଥିବାରୁ ବିଭ୍ରାନ୍ତିକର ପରିସ୍ଥିତି ଉପୁଜୁଛି ବୋଲି କହିଥିଲେ। ଜିଟିଭି ଭାରତ ଓଡ଼ିଆ ପକ୍ଷରୁ ମଞ୍ଚାସୀନ ଅତିଥି ତଥା ନବନିର୍ବାଚିତ କୋରାପୁଟ ଲୋକସଭା ସାଂସଦ ବିଧାୟକ ରାୟଗଡ଼ ବରିଷ୍ଠ କଂଗ୍ରେସ ନେତା ଦୁର୍ଗାପ୍ରସାଦ ପଣ୍ଡା, ସମ୍ମାନିତ ଅତିଥି ଶ୍ରୀ ବାଦଲ କୁମାର ତା, ମୁଖ୍ୟ ବକ୍ତା ଶ୍ରୀ ଅବିନାଶ ମିଶ୍ରଙ୍କୁ, ରାୟଗଡ଼ର ବରିଷ୍ଠ ସାମ୍ବାଦିକ ଗୁରୁପ୍ରସାଦ ସାହୁ, ଗୌରୀଶଙ୍କର ପଟ୍ଟନାୟକ, ଶିବପ୍ରସାଦ ପାଢ଼ୀ, ରଞ୍ଜନ ମହାନ୍ତି, ଦୀପକ ପୃଷ୍ଟି ପ୍ରମୁଖ ଉପସ୍ଥିତ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ମଞ୍ଚାସୀନ କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି। ସେମାନଙ୍କ ମଧ୍ୟରେ ନାରୀ ନେତ୍ରୀ ଭାବେ ଶ୍ରୀମତୀ ପୂଜା ଉଲ୍ଲାକାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜିଟିଭି ଭାରତ ଓଡ଼ିଆର ପକ୍ଷରୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ 2024 ସମ୍ମାନ ରୂପେ ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା, ବିଧାୟକ ଶ୍ରୀ ଆପୁଲସ୍ୱାମୀ, ଶ୍ରୀ ବାଦଲ କୁମାର ଥା ଓ ମୁଖ୍ୟ ବକ୍ତା ଶ୍ରୀ ଅବିନାଶ ମିଶ୍ର ଦ୍ୱାରା ବରିଷ୍ଠ ସାମ୍ବାଦିକ ଗୁରୁପ୍ରସାଦ ସାହୁ, ଗୌରୀଶଙ୍କର ପଟ୍ଟନାୟକ, ଶିବପ୍ରସାଦ ପାଢ଼ୀ, ରଞ୍ଜନ କୁମାର ମହାନ୍ତି, ଦୀପକ କୁମାର ପୃଷ୍ଟିଙ୍କୁ ସମ୍ମାନିତ କରିଥିଲେ। ସେହିପରି ରାୟଗଡ଼ା ଜିଲ୍ଲାର ଶିକ୍ଷାବିତ ସମ୍ମାନରେ ଇଞ୍ଜିନିୟର ଅଶ୍ୱିନୀ କୁମାର ଦାସ, ଡାଟା ପ୍ରୋ ଓ ବଚପନ ଇଂରାଜୀ ବିଦ୍ୟାଳୟର ନିର୍ଦ୍ଦେଶକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି। ସେହିପରି ବରିଷ୍ଠ ନାଗରିକ ତଥା ସମାଜସେବୀ ରୂପେ ଶ୍ରୀ ଇନ୍ଦୋର ଦାସ ଫାଣ୍ଡାନାନୀ, ସମାଜସେବୀ ରୂପେ ଡକ୍ଟର ଜଗନ୍ନାଥ ହସବୁଦ୍ଧି, ଆଦର୍ଶ ସରପଞ୍ଚ ଭାବେ ଜଗବନ୍ଧୁ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ସମସ୍ତ କାର୍ଯ୍ୟରତ ସାମ୍ବାଦିକ, ବିଭିନ୍ନ ବ୍ଲକ ଅଞ୍ଚଳରୁ ସାମ୍ବାଦିକତା କରୁଥିବା ସାମ୍ବାଦିକ, ଆଇନଜୀବୀ, ସ୍ୱେଚ୍ଛାସେବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର ଓ ସରସ ହୋଇଥିବା ଓ କାର୍ଯ୍ୟକ୍ରମରୁ ଜିଲ୍ଲାରୁ ସମସ୍ତ ସାମ୍ବାଦିକ ସହଯୋଗ ହାତ ବଢ଼ାଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିବାରୁ ସଫଳ ଜିଟିଭି ଓଡ଼ିଆ ଡିଜିଟାଲ ମିଡ଼ିଆର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଛି। ରାୟଗଡ଼ରୁ ମନୋଜ ମିଶ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।